ତ ପିଲାମାନେ ପୁଣି ଧରି ଆଉ ଏକ ଭିଡ଼ିଓରେ ତ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପୂର୍ବେ ଆମେ ଆଲୋଚନା କରୁଥିଲେ ଦେଶବାସୀଙ୍କର ମଙ୍ଗଳ କର। ଦେନ୍ କଣ କହୁଛନ୍ତି? ହେଳା କର ନାହିଁ ପାଇଏ ସୁବିଧା, ଲଭିବାକୁ ସେଇ ବଡ ପାଣ ନିଦା। ହେଳା କର ନାହିଁ, ତମେ ମାନେ ସବୁ ଶୋଷଣ କରିବାକୁ ଲାଗିଛ, ବୁଝିପାରିଲା? ପ୍ରଜାମାନଙ୍କୁ ଲୁଣ୍ଠନ କରିବାରେ ଲାଗିଛ। ପ୍ରଜାମାନଙ୍କୁ ତମେ କଣ କରୁଛ? ନିଜର ଗନ୍ତାଘରକୁ ପୁରାଉଛ, ନିଜର ଗନ୍ତାଘର ହିଁ ସର୍ବସ୍ୱ ପାଲଟି ଯାଇଛି। ପରନ୍ତୁ ଏଇ ଯୋଉ ବଡପଣ, ହେଳା କର ନାହିଁ ପାଇଏ ସୁବିଧା, ତମ ମାନଙ୍କୁ ବର୍ତ୍ତମାନ ସୁଧି ସମୟ ଅଛି, ବର୍ତ୍ତମାନ ମୃତ୍ୟୁ ଆସିନି, ତମ ମାନଙ୍କ ପାଖରେ ପହଞ୍ଚିନି, ବର୍ତ୍ତମାନ ସମୟ ଅଛି। ସୁବିଧା ତମେ ହାତ ଛଡା କର ନାହିଁ, ବୁଝିପାରିଲା? ହେଳା କର ନାହିଁ ପାଇଏ ସୁବିଧା, ଲଭିବାକୁ ସେଇ ବଡପଣ ନିଦା। ସେଇ ବଡପଣ ନିଦା, ବଡପଣ ନିଦା କହିଲେ କଣ ନା ପ୍ରକୃତ ବଡପଣ, ଯେଉଁ ବଡପଣ ବା ଆମେ ଯଦି କହିବା ପ୍ରକୃତ ବଡପଣ, ଯଥାର୍ଥ ବଡପଣ। ନିଦା କହିଲେ, ନିଦା ବଡପଣ କହିଲେ କଣ? ପିଲେ ନିଦା ବଡପଣ କହିଲେ କଣ? ଯଥାର୍ଥ ବଡପଣ। କାହାକୁ କହିବା ନା ଯେଉଁ ବଡପଣ ବା ଆମକୁ ଧର୍ମ ପଥରେ ଚଲାଏ, ବୁଝିପାରିଲା? ଅନ୍ୟର ମଙ୍ଗଳ ସାଧନ କରେ, ସଂସାରର ବିଶାଳ ବାସ୍ନାରୁ ଆମକୁ ମୁକ୍ତ କରେ, ସେଇ ବଡପଣକୁ ନିଦା ବଡପଣ ବୋଲି କୁହାଯାଏ। ତେଣୁ ତାକୁ ଲାଭ କରିବା ପାଇଁ ଏଇ ଯୋଉ ସୁବିଧା ମିଳିଛି ବର୍ତ୍ତମାନ ଛାଡିନି। ଦେନ୍ କଣ ଅଛି ଦେଖ ପିଲେ, ତମ ମାନଙ୍କର 90 ନମ୍ବର ପୃଷ୍ଠକୁ ଦେଖ ପିଲେ। ସଂସାର ତ୍ୱକ ବଡପଣ, ଲାଳ ସାରୁନିୟ ବାହୁଡାଇ ମନ, ବୁଝିପାରିଲା? ଦେଖ ପିଲେ, ସରି 91 ପୃଷ୍ଠକୁ ଦେଖ ପିଲେ। ସଂସାରର ତ୍ୱକ ସାର, ବୁଝିପାରିଲା? ତ୍ୱକ ସାର, ତାହା ତ୍ୱକ ସାର, ବୁଝିପାରିଲା? ତ୍ୱକ ସାର କହିଲେ ମୂଲ୍ୟହୀନ। ସଂସାରରେ ଯୋଉ ମାୟା ମୋହ, ଯୋଉ ଗର୍ବ ଅହଙ୍କାର, ଏସବୁ କଣ? ଏ ଯୋଉ ବଡପଣ ଗୁଡିକ ତ୍ୱକ ସାର, ବୁଝିପାରିଲା? ବା ମୂଲ୍ୟହୀନ। ତ୍ୱକ ସାର କହିଲେ ମୂଲ୍ୟହୀନ। ସେଇ ବଡପଣ, ଲାଳ ସାର, ସେଇ ଭଳି ବଡପଣ ମାନେ ସଂସାରର ମୋହ ମାୟା ରୂପକ ବଡ ଲାଳସାରୁ ନିଜର ମନକୁ ବାହୁଡେଇ ଦିଅ, ନିଜର ମନକୁ ଦୂରେଇ ଦିଅ, ନିଜର ମନକୁ ସେ ସଂସାର ମୋହ ମାୟା ରୂପକ ବଡପଣ ପୁରାଅ ନାହିଁ, ତାହା ମୂଲ୍ୟହୀନ। ଦେନ୍ କଣ ଅଛି ଦେଖ, ଉଦାସୀନ ନେତ୍ରେ ଦୁନିଆର ମାନ, ଦେଖି କର ମନ ଧର୍ମେ କତାନ। ଉଦାସୀନ ନେତ୍ରେ ଦୁନିଆର ମାନ, ଏଇ ଦୁନିଆର ମାନକୁ ଉଦାସୀନ ନେତ୍ରରେ ଦେଖ, ସବୁ ମୋର ମୋର ବୋଲି କୁହ ନାହିଁ। ଉଦାସୀନ ନେତ୍ରେ ଦୁନିଆର ମାନ ଦେଖ। ଦେନ୍ କଣ ନା ଦେଖି କର ମନ ଧର୍ମେ ଏକତାନ, ମନଟିକୁ ଧର୍ମରେ ଲଗାଅ, ଧର୍ମରେ ମନକୁ ଏକତ୍ରିତ କର ଦିଅ, ବୁଝିପାରିଲା? ଦେନ୍ ଆଉ କଣ କହୁଛନ୍ତି କବି? ରାଜଧର୍ମେ ଆତ୍ମା, ରାଜଧର୍ମେ ଆତ୍ମ ତତ୍ତ୍ୱେ ଦେଇ ଦୁର୍ମତି, ଉଚ୍ଚ ହେଇ ଲଭ ଉଚ୍ଚତର ଗତି। କେଉଁଥିରେ ତାହେଲେ ମନ୍ଦିର ପାଇଁ ପରାମର୍ଶ ଦେଇଛନ୍ତି ରାଜନ୍ୟ ମଣ୍ଡଳୀକୁ? ନା ରାଜଧର୍ମରେ। ରାଜାଙ୍କ ଧର୍ମ କଣ? ପ୍ରଜା ନିରଞ୍ଜନ କରିବା, ପ୍ରଜାମାନଙ୍କୁ ସୁଖରେ ରଖିବା, ପ୍ରଜାମାନଙ୍କୁ ବାତ୍ସଲ୍ୟ ମମତାରେ, ପିଲେ ଦେଖ ସ୍କ୍ରିନ୍ ଦେଖ, ପ୍ରଜାମାନଙ୍କୁ ସୁଖରେ ରଖିବା, ପ୍ରଜାମାନଙ୍କୁ ବାତ୍ସଲ୍ୟ ମମତା ଦେବା, ରାଜଧର୍ମର ମନ ଦିଅ ସେତେବେଳେ। ସେଇଆ ଆତ୍ମ ତତ୍ଵରେ, ଆତ୍ମ ତତ୍ଵ କହିଲେ ଆତ୍ମଜ୍ଞାନ, ବୁଝିପାରିଲା? ଆତ୍ମଜ୍ଞାନରେ କିଭଳି ନିଜର ମୁକ୍ତି ପାଇବ, ନିଜର ବଡପଣକୁ ତମେ ସୁରକ୍ଷିତ ରଖିପାରିବ, ଜନ୍ମଫଳ ହିସାବରେ ଏଇ ଜନ୍ମ ରୂପ କର୍ମ କରିଚାଲ, ଧର୍ମ ପଥରେ ବାଟ ଚାଲ, ସେଇ ରାଜଧର୍ମରେ କଣ କର? ରାଜଧର୍ମରେ ପାଳନ କର, ଆତ୍ମଜ୍ଞାନରେ ନିଜର ମନକୁ ଲଗାଅ, ଏବଂ ଏଇ ଯୋଉ ଉଚ୍ଚ ହୋଇଛ,
ଏଇ ଉଚ୍ଚ ସଂସାରରେ ତମେ ଜନ୍ମ ପାଇଛ, ଉଚ୍ଚ ହୋଇ ଆହୁରି ଉଚ୍ଚତର ଗତିକୁ ଲଭ ବା ଆହୁରି ଉଚ୍ଚତର ଗତିକୁ ପ୍ରାପ୍ତ ହୁଅ। ଦେଖ ପିଲେ, ଆମେ ଯେଉଁ ସାରାଂଶଟି ପଢିଲେ ବା ଏଇ ପଦରେ ଆମେ ଆଲୋଚନା କଲେ ଧର୍ମକୁ କିଭଳି କବି ଏଠି ବର୍ଣ୍ଣନା କରୁଛନ୍ତି। ତାହେଲେ ପିଲେ ପରବର୍ତ୍ତୀ ସମୟରେ ଆମେ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା, ଠିକ ଅଛି। ତାହେଲେ ଆଜି ପାଇଁ ସେତିକି।